2 ମାସ ତଳେ ଖାଲି ଉପର ଛଣଗଦାଟା ଲାଗିଲା। ଆମେ କହିଲୁ କ'ଣ ସେ ଛୁଆ ପିଲା କିଏ ଧୂପ ଦେଇଥିବେ ଭଲ ମନ୍ଦ ଲାଗିଗଲା। ସେଟା ଆମେ କେହି ଭୂକ୍ଷେପ କଲୁନି। ତାପରେ ଏଇ କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମର ସେ ସାନ ଭାଇ ପିଲାଙ୍କୁ ସେ କ୍ଷୀରି ଫିରି ଦେବ ବୋଲି ଯାଇଛନ୍ତି। ସେଇଦିନ 3 ଥର ଲାଗିଲା ଗଲା। ତାକୁ ସ୍ଥଗିତ ରଖନ୍ତୁ। 12 ତାରିଖ ଦିନ 10:30ଟାରେ ମୁଁ ଟାଉନରେ ଅଛି। ମତେ ଫୋନ ହେଲା ଘର ନିଆଁ ଲାଗିଯାଇଛି। କ'ଣ ନିଆଁ ଲାଗିଛି କୁଦି କୁଦି ଆସିଲି। ଆସି ଦେଖିଲା ବେଳକୁ ଏ ଘର ନିଆଁ ଲାଗୁଛି। ଆକୁ ଆମେ କ'ଣ ମାନେ ଲିଭେଇଲା ବେଳେ ସେ ଘରକୁ ପଳଉଛି। ସେ ଘର ନିଭିଲା ଏ ଘରକୁ ପଳେଇଛି। ମୁଁ ଆସି ମୋ ପ୍ୟାଣ୍ଟ ସାର୍ଟ ରଖିଦେଲି ଓହ୍ଲେଇକି ମୋ ବିଛଣା ରଖିଦେଇକି ଆସି ପଳେଇ ଯାଇଛି। ମୋ ପ୍ୟାଣ୍ଟ ସାର୍ଟ ବି ଜଳିଗଲା, ମୋ ବିଛଣା ବି ଜଳିଗଲା। ଶୁଣନ୍ତୁ ତାପରେ ବାଲ୍ଟିରେ ଗୋଟେ ଶୁଖିଲା ମାନେ ଓଦା ଗାମୁଛାଟେ ଥିଲା ବାପାଙ୍କର। ବାଲ୍ଟି ଭିତରୁ ଜଳୁଛି ଓଦା ଗାମୁଛା। ତାପରେ ସାନ ଭାଇର ଆମର ଛାତ ଉପରେ ଶୁଖିଥିଲା ଲୁଙ୍ଗି, ସିଏ ବି ଜଳୁଛି। ଗୁଣିଆ ଆସିଥିଲେ ଗୋଟେ ଯାଇଥିଲେ, ପୁଅ ଯାଇଥିଲେ ଆଉ ଆମର ୱାର୍ଡମର ବି ଯାଇଥିଲେ। ସେ ଗୁଣିଆ କହିଲେ ଯେ ତମେ ଆଉ ସେ ଘରକୁ ଛାଡିକି କୁଆଡେ ଯାଆନା, ଘର ଭିତରେ ରୁହ। ଆଉ ଘରୁ ଛାଡିକି ଜଣେ ପରେ ଜଣେ ଇଏ କର। ସେ ମୁଁ ଚାଲିଛି। ଆଉ ଆଜି ସକାଳୁ ମୁଁ ମୋର ମାନେ ମୋର ଯୋଉ ଜିନିଷ ପତ୍ର ସବୁ ତ ପଡିଗଲାଣି, ଆଉ ଅଳ୍ପ ଅଛି। ତାକୁ ନେଇକି ଖଳାରେ ରଖିଲି। ଗୋଟେ ବୁକ୍ତା ବାନ୍ଧି ଖଳାରେ ରଖିଲି। ଖଳାରେ ରଖିକି ଆଉ ଗୋଟେ ବୁକ୍ତା ପାଇଁ ସେ ଖଳାରେ ନିଆଁ ଲାଗିଲା। ସେ ବୁକ୍ତା ବୁଝିପାରିଲ ନା। ଆଉ ନିଆଁ ଲାଗିଲା ସେଠୁ ମୁଁ କ'ଣ କରିବି? ଫେର ସେ କ'ଣ କରି ସେ ବୁକ୍ତା ଗୁଡା ଫେର ଆଣି ଘରକୁ। ଆଉ କ'ଣ ସବୁ ଗଲାଣି ତ ଆଉ କ'ଣ ଅଛି? 3 ରାତି 3 ଦିନ ଅନ୍ନ ରାତି ଖାଇନୁ, ଭାତ ମୁଁ ଖାଇନୁ। ଆଉ ଜଳି ଆମେ ଜଳିଆ ଖାଇବୁ କ'ଣ କେମିତି ବସିବୁ? ସେ କହିଲେ ତ ଯାହା କରିବା କଥା କରୁଛନ୍ତି। ତାଙ୍କ କାଲି ଆସିଥିଲେ ବି ଗୋଟେ ବାବା ଆସିଥିଲେ ଆମର କୁଆଖିଆରୁ। ସିଏ କହିଲେ ଆମର କିଛି ଠାକୁର ମାନେ ଗୁଣି ଫୁଣି ନୁହେଁ, ଆଉ ଠାକୁରଙ୍କ କାଲି ଆସିଲେ ଠାକୁର କାମ କଲେ। ଆମେ କହିଲୁ ଟିକେ ବିଶ୍ୱାସ ହେଲା। ଯେମିତି ଯାଇକି ବନ୍ଧ ଉପରେ ସେମିତି ନାହିଁ। ଆଉ ଆଜି ଯିଏ ଆସି ସେବେଳେ ଆସି ପୂଜାପାଠ କଲେ କରିକି ଗଲେ। ଦେଖ କ'ଣ ହଉଛି 20-15 ମିନିଟ୍ ପରେ ଦେଖ କ'ଣ ହଉଛି। କିନ୍ତୁ ସିଏ ବି କହି ହଉନି, ଗ୍ୟାରେଣ୍ଟି କୌଣସି ନାହିଁ। ଭୟ ଲାଗୁଛ ମାନେ ରାତିରେ ବା ଶୋଉନୁ, ପିଲା ଧରିକି ବୁଲୁଛି। ପାଖେ ପାଖେ 2 ଜଣ ପିଲା ରହୁଛନ୍ତି। ଆପଣ ବି ହେଲେ ଭୟ କଲେ ଶୂନ୍ୟ ଥିବେ ନିଆଁ ସେଠି ଉଠିବ। ଏଇ ଯୋଉ ଛାତ ଉପରେ ଗୋଟେ ରଖିଥିଲା ମାନେ ଛଣ ଗଦା, ସେଠି ନିଆଁ ଲାଗିଥିଲା। ଏବଂ ସିଏ ଭାବୁଥିଲା ଯେ ଛଣ ଗଦାଟାକୁ କୌଣସି ସୂତ୍ରରେ ଗୋଟେ କୁଆ ଫୁଆ ସଞ୍ଜ ଫଞ୍ଜ ଆଣିକି ଦେଇଯାଇଛି କି ପକେଇ ଦେଇଛି କି ନିଆଁ ଲାଗିଗଲା। କିନ୍ତୁ ଏବେ ଯାହା ଅନୁଭବ କରାହଉଛି ଯେ ଏଇଟା ଗୁଣି ଦ୍ୱାରା ଲାଗୁଛି, ଏବଂ ଯୋଉଟା କି ଆମେ ପ୍ରତ୍ୟକ୍ଷଦର୍ଶୀ। ମୁଁ ଆସନ୍ତା କାଲି ଆସିଥିଲି ଏଠିକି, ଆସିକି ବସିଥିଲି। ନିଆଁ ଲାଗୁଛି ବୋଲିକି ସବୁ ଯୋଉ ନିଆଁ ଲାଗିଥିବା ଜିନିଷ ଯୋଉଗୁଡାକ ଲିଭେଇ ଦେଇଛନ୍ତି, ସେଗୁଡାକୁ ଆମେ ସବୁ ପ୍ରତ୍ୟକ୍ଷଦର୍ଶୀ ଦେଖୁଥିଲୁ। ଦେଖିବା ଭିତରେ ବସିଥିବା ସମୟରେ ତାଙ୍କ ଯୋଉ ସାନ ଝିଅଟି ସିଏ କହିଲା ଯେ ଏଇ ନିଆଁ ଲାଗିଲା। କୋଉଠି ଲାଗିଲା ନା ତାଙ୍କ ଛାତ ଉପରେ ଗୋଟେ ଟେବୁଲ ଉପରେ ଗୋଟେ କଳା ପଲିଥିନଟେ ପଡିଛି। ସେ ପଲିଥିନଟା ହୁ ହେଇକି ଜଳୁଛି, ଏବଂ ଯୋଉଟା କି ମୁଁ ମୋ ମୋବାଇଲରେ ସେ ଫଟୋଟାକୁ ଉଠେଇଛି। ହଁ, ଏବଂ ସିଏ ପଲିଥିନ ଟିକି ପିଟିକି ଲିଭେଇ ଦେଇ ସାରିଲା ପରେ ତାପରେ ସେ ଯୋଉ ଟେବୁଲ ଉପରେ ଯୋଉ ପଡିଥିଲା ତାର ଯୋଉ ତରଳ ଜିନିଷ ଗୁଡା ସେ ଜଳୁଥାଏ, ତାକୁ ପିଲାଙ୍କୁ ମୁଁ କହିଲି ଟେବୁଲଟା ଜଳିଯିବ, ତାକୁ ପାଣି ଢାଳି ଦେଇକି ନିଭେଇ ଦିଅ। ଏବଂ ଇନ୍ ଦି ମିନ୍ ଟାଇମ୍ ତା କିଛି ଆଗରୁ କୁଆଖିଆରୁ 2 ଜଣ ଗୁଣିଆ ହଜବେଣ୍ଡ ୱାଇଫ ଏବଂ ତାଙ୍କ ସହିତ ଆଉ 2 ଜଣ ସହଯୋଗୀ ଆସିଥିଲେ। ସିଏ ସେ ଘର ଭିତରେ ବସି କ'ଣ ଗୁଣି ଫୁଣି କରୁଥିଲେ। କହିଲେ ଆଉ ହବ ଲାଗିବ ଗୁଣିଆ। ସେ ତାଙ୍କୁ କହୁଛନ୍ତି ମହାରାଜ ଏବଂ ତାଙ୍କ ଯୋଉ ମା ଏମିତି ସବୁ କହିଲେ। ତା ଭିତରେ ସିଏ ଯାଇସାରିଲା ପରେ କହିଲେ ଆଉ ଲାଗିବ ନାହିଁ। ସେ 500 ମିଟର ଡିଷ୍ଟାନ୍ସରେ ଅଛନ୍ତି, ପୁଣି ଲାଗିଲା ନିଆଁ। ଗୁଣିଆ କିଛି କହୁନାହାନ୍ତି ଯେ ଗୁଣିଆ ମାନଙ୍କର ସନ୍ଦେହ ରହୁଛି। ଆମେ ତାଙ୍କୁ ବାରମ୍ବାର ପଚାରିବା ଭିତରେ ସେ କାହାରି ନାଁ କହୁନାହାନ୍ତି, ଏବଂ ସିଏ କହୁଛନ୍ତି ତୁମେ ଆଗେ ସ୍ଥିର ହୁଅ, ତୁମକୁ ଆମେ ଭଲ କରିସାରୁ। ଏବେ ଯୋଉ ପ୍ରେଜେଣ୍ଟଲି ଯୋଉ ଗୁଣିଆ ଆସିଥିଲେ ତାଙ୍କୁ ମୁଁ ଯେତେବେଳେ ପଚାରିଲି, ମୁଁ କହିଲି ଆଜ୍ଞା କ'ଣ କୁହନ୍ତୁ ନା ଆମେ ତାଙ୍କ ନାଁ କହିବୁ ନାହିଁ,